ବ୍ରଣ ହେଉଛି ଆମର ଯେଉଁ ଅଏଲ୍ ଗ୍ଲାଣ୍ଡ ଅଛି ତାକୁ ଆମେ ପାଇଲୋସେବାସସ୍ ୟୁନିଟ୍ ବୋଲି କହୁ। ପାଇଲୋସେବାସସ୍ ମାନେ ପାଇଲୋ ମାନେ ହେଲା ହେୟାର ଏବଂ ସେବାସଲ୍ ଯେଉଁ ଅଏଲ୍ ଗ୍ଲାଣ୍ଡଟା ସେ ଗୋଟିଏ ୟୁନିଟ୍ ଭଳିଆ ହେଇକି ଥାଏ। ତ ତା'ର ରୋଗ ଏଇଟା ଗୋଟେ। ଏଇଟା କେତେବେଳେ ହୁଏ ଯେତେବେଳେ ଆଡୋଲେସେନ୍ସ ଥରେ ଷ୍ଟାର୍ଟ ହେଇଯାଏ 12-13 ବର୍ଷ ହେଲା ବେଳକୁ ଆମର ହରମୋନ୍ର ପ୍ରଭାବରେ ଯେଉଁ ସେ ଅଏଲ୍ ଗ୍ଲାଣ୍ଡଟା କଥା କହିଲି ସେବାସସ୍ ଗ୍ଲାଣ୍ଡଟା ତା'ର ଆକ୍ଟିଭିଟିଟା ବଢ଼େ। ତ ଅଏଲ୍ ସିକ୍ରେସନ୍ ହେବା ଅଧିକା ଷ୍ଟାର୍ଟ ହେଇଯାଏ। ଆଉ ମଧ୍ୟ ସ୍କିନ୍ର କିଛି ଚେଞ୍ଜେସ୍ ଆସେ ଯେମିତିକି ଫଲିକୁଲାର ଡିସ୍କମେସନ୍ ହୁଏ। ସବୁ ଏଇସବୁ ଜିନିଷଟା ହେବା ଦ୍ୱାରା କ'ଣ ହୁଏ ନା ଗୋଟେ ଯେଉଁ ପ୍ରକାରର ସେଠି ଏନଭାରନମେଣ୍ଟଟା ସୃଷ୍ଟି ହୁଏ ବା ମିଲିଉଟା ସୃଷ୍ଟି ହୁଏ ସେଇଟା ଗୋଟେ ବ୍ୟାକ୍ଟେରିଆ ଗ୍ରୋ କରିବା ପାଇଁ ସାହାଯ୍ୟ କରେ। ସେ ବ୍ୟାକ୍ଟେରିଆକୁ ଆମେ ପ୍ରୋପିନୋବାକ୍ଟେରିୟମ୍ ଏକ୍ନି ବୋଲି କହୁ। ଆଜିକାଲି ତାକୁ କୁହାଯାଉଛି କ୍ୟୁଟିବାକ୍ଟେରିୟମ୍ ଏକ୍ନି। ତ ସେ ବ୍ୟାକ୍ଟେରିଆ ଗ୍ରୋ କରିବା ଷ୍ଟାର୍ଟ କରେ। ତ ଥରେ ବ୍ୟାକ୍ଟେରିଆ ଗ୍ରୋ କଲେ ଇନଫ୍ଲାମେସନ୍ ହେଲା, ଇନଫେକ୍ସନ୍ ହେବ। ତ ସେଇ ଯେଉଁ ରାସ୍ତାଟା ଥାଏ ପାଇଲୋସେବାସସ୍ ୟୁନିଟ୍ର ରାସ୍ତାଟା ସିଏ ବ୍ଲକ୍ ହେଇଯାଏ। ବ୍ଲକ୍ ହେବା ଦ୍ୱାରା ଆପଣ ଇନଫେକ୍ସନ୍ ହେବ। ଆପଣ ଦେଖିବେ କିଛି କିଛି କମେଡନ୍ ଖାଲି ଲେଖାଯାଉଥିବ, ଯେଉଁ ହ୍ୱାଇଟ୍ ହେଡ଼୍ ବ୍ଲାକ୍ ହେଡ଼୍, ଆଉ କିଛି କିଛି ଜାଗାରେ ପୂଜ ହେଇଯାଏ। ବିଭିନ୍ନ ପ୍ରକାର ସବୁ ଏକ୍ନି ତା ଯୋଗୁଁ ହେବା ଷ୍ଟାର୍ଟ ହୁଏ। ତ ମୁଖ୍ୟତଃ ଆମର ଅଏଲ୍ ଗ୍ଲାଣ୍ଡର ଆକ୍ଟିଭିଟି ବଢ଼ିବା ହରମୋନ୍ ଦ୍ୱାରା ଏସବୁ ଜିନିଷ ହେବା ଷ୍ଟାର୍ଟ ହୁଏ। ଆଉ ଯେଉଁ କହିଲେ କିଛି ଜାଗାରେ ଯେମିତିକି ଚୀନରେ ହେଇଥାଏ ଗୁଡ଼ାକ କିଛି କଣ୍ଡିସନ୍ ଯାକୁ ଆମେ PCOD କହୁଛେ, ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, ସେସବୁ କଣ୍ଡିସନରେ ଏଇ ଏରିଆରେ ଚୀନ୍ ଏରିଆରେ ହେବ ଆପଣଙ୍କର ମାଣ୍ଡିବୁଲ୍ ଏ ଏରିଆରେ ସବୁ ହେବ ଏକ୍ନି। ଆଉ କିଛି ସମୟରେ ଆମେ ଦେଖୁ ଚେଷ୍ଟରେ ହେଉ କି ବ୍ୟାକ୍ରେ ହେଉ ବି ଏକ୍ନି ଥାଏ। ତ ସେଗୁଡ଼ାକ ଏଇ ହର୍ମୋନାଲ୍ ଚେଞ୍ଜେସ୍ ପାଇଁ ବି ହେଇପାରିବ କିମ୍ବା ଅନ୍ୟ କିଛି କାରଣ ଧରାଯାଉ ଆପଣଙ୍କର କିଛି ମେଡ଼ିସିନ୍ ଖାଉଛନ୍ତି, କିଛି ରୋଗ ଅଛି କିମ୍ବା ଅନ୍ୟ କିଛି ଇଏ ପାଇଁ ଆପଣଙ୍କ ଷ୍ଟିରଏଡ଼୍ ଖାଉଛନ୍ତି, ତା ପାଇଁ ହେଇପାରିବ। କିଛି ସାଇକିଆଟ୍ରି ଇଲନେସ୍ ପାଇଁ ଡିପ୍ରେସନ୍ ହେଉ କି ଏନ୍ଜାଇଟି ହେଉ ତା ପାଇଁ ଆପଣ କିଛି ମେଡ଼ିସିନ୍ ଖାଇଲେ ତା ପାଇଁ ବି ସବୁ ବାହାରି ପଡ଼େ, ଏକ୍ନି ଫର୍ମେସନ୍ ବାହାରି ପଡ଼େ। ତ ଏଇ ଯେଉଁ ବ୍ରଣ ହେବାର ଏମିତି ସବୁ ବିଭିନ୍ନ କାରଣ ଅଛି, ବିଭିନ୍ନ କାରଣ ଯୋଗୁଁ ସବୁ ବ୍ରଣ ହୁଏ। ସ୍କିନ୍ ଅଏଲି ହେବା କି ଅଏଲ୍ ଗ୍ଲାଣ୍ଡର ହାଇପର ଆକ୍ଟିଭିଟି ହେବା ଏ ତ ଗୋଟେ କାରଣ କହିଲି। ତା ସହିତ ଅନ୍ୟାନ୍ୟ କାରଣ ବି ଅଛି। ଯେମିତି କହିଲି PCOD ଅଛି ଆପଣଙ୍କର, ତ ହର୍ମୋନାଲ୍ ଇମ୍ବାଲାନ୍ସ ବଡ଼ି ରହୁଛି ତା ପାଇଁ ହେଇପାରିବ। ଜଣେ କିଛି ମେଡ଼ିସିନ୍ ଖାଉଛି ତା ସ୍କିନ୍ ଅଏଲି ବି ନ ହେଉ, ଜଣେ ଷ୍ଟିରଏଡ଼୍ ଖାଉଛି, ଆଣ୍ଟିସାଇକୋଟିକ୍ ଖାଉଛି, ତ ସେଇ ମେଡ଼ିସିନ୍ ପ୍ରଭାବର ବି ଦେହରୁ ବ୍ରଣ ବାହାରି ପାରିବ। ତେଣୁ ସବୁବେଳେ ନିହାତି ଜରୁରୀ ନୁହଁ ଯେ କେବଳ ଅଏଲି ସ୍କିନ୍ ହିଁ ହେବ, କିନ୍ତୁ ଅଏଲି ସ୍କିନ୍ଟା ଗୋଟେ ପ୍ରି ଏକ୍ଜିଷ୍ଟିଂ ଫ୍ୟାକ୍ଟର, ସେଇଟା ଗୋଟେ ମଧ୍ୟ କାରଣ। ଆମର କିଛି ଜାଗାରେ ବି ଇନଫେକ୍ସନ୍ ହେଲେ କି ଇନଫ୍ଲାମେସନ୍ ହେଲେ ତ ଏ ଯେଉଁ ଉଣ୍ଡ ହିଲିଂର ଗୋଟେ ପ୍ରୋସେସ୍ ଅଛି। ତ ପ୍ରଥମେ ଯେଉଁ ଧରାଯାଉ ଗୋଟେ ଜାଗାରେ ବ୍ରଣଟା ହେଲା, ପୂଜ ଟାଇପ୍ର ହେଇଛି, ସିଏ ଭଲ ହେବ। ଭଲ ହେଲା ପରେ ସେ ଜାଗାରେ ପୋଷ୍ଟ ଇନଫ୍ଲାମେଟୋରୀ ହାଇପର ପିଗମେଣ୍ଟେସନ୍ ହୁଏ, ଏଗୁଡ଼ା ରୁହେ। ଆଉ କିଛି ସମୟରେ ଆମେ ଦେଖୁ ମୁହଁରେ ବେଶୀ ବ୍ରଣ ନଥିବ, ଖାଲି ଦାଗ ଥିବ। ସେ କ'ଣ କରନ୍ତି ନା ନେଲ୍ର ଯେ ପିକିଂ କରିବା ଯଦି ଅଭ୍ୟାସ ଥାଏ ଆଡୋଲେସେନ୍ସ ଏଜ୍ରେ, ବେଶୀ ଝିଅ ପିଲାଙ୍କ ସେ ଅଭ୍ୟାସ ଥାଏ, ତ ନଖ ଲଗେଇ ତାକୁ ଚିପିବା, ବାହାର କରିବା, କମେଡନ୍ ସବୁ ବାହାର କରିବା, ହ୍ୱାଇଟ୍ ହେଡ଼୍ ବ୍ଲାକ୍ ହେଡ଼୍ ସବୁ ବାହାର କରିବା, ତା ଦ୍ୱାରା ମଧ୍ୟ ସବୁ ଦାଗ ହୁଏ। ଏକ୍ନି ହେବା ପରେ ଯେଉଁ ସ୍କାର୍ ହୁଏ ସେ ସ୍କାର୍ଟା ଗୋଟେ ବହୁତ ବଡ଼ କନସର୍ନ। ଏବଂ ସେ ସ୍କାର୍ ହେବାର ମୁଖ୍ୟ କାରଣ ହେଲା ଯେଉଁ ଟାଇପ୍ ଅଫ୍ ଏକ୍ନି। ଯଦି ଆପଣଙ୍କର ବେଶୀ ଇନଫ୍ଲାମେଟୋରୀ ଏକ୍ନି, ବଡ଼ ବଡ଼ ଏକ୍ନି ଥିବ, ତ ସେ ଭଲ ହେଲା ପରେ ସେ ଜାଗାରେ କୋଲାଜେନ୍ ଲସ୍ ହେବ, କିଛି ଫାଇବ୍ରସ୍ ବେଣ୍ଡ ଫର୍ମେସନ୍ ହୋଇକି ସେ ଜାଗାକୁ ଟାଣି ଦିଏ, ତ ଗାତ ଭଳିଆ ହେଇଯାଏ। ଆଉ କିଛି ସମୟରେ ସେଇ ନେଲ୍ ପିକିଂ କଲେ ଯେଉଁ ମାନେ ଲାଗିଲେ ନଖ ଲଗେଇଲେ ତା ପାଇଁ ବି ସବୁ ଗାତ ଭଳିଆ ହୁଏ। ତ ଥରେ ହେଇଗଲା, ଧରାଯାଉ ଆପଣଙ୍କର ଠିକ୍ ଟାଇମ୍ରେ ଟ୍ରିଟମେଣ୍ଟ ନ କଲେ କିମ୍ବା ଟ୍ରିଟମେଣ୍ଟ କରିବା ଲେଟ୍ କଲେ କିମ୍ବା ଟ୍ରିଟମେଣ୍ଟ ଜମା କଲେନି, ଆପଣଙ୍କର ସ୍କାର୍ ସବୁ ଫର୍ମେସନ୍ ହେଇଗଲା। ଡିଫରେଣ୍ଟ ଟାଇପ୍ର ସ୍କାର୍ ଅଛି ସବୁ, ତ ସ୍କାର୍ ଫର୍ମେସନ୍ ହେଇଗଲା, ତ ସେତେବେଳେ ଆଉ କିଛି ମେଡ଼ିସିନ୍ କାମ ଦିଏନି। ଟ୍ରିଟମେଣ୍ଟ କେବଳ ମେଡ଼ିସିନ୍ ମାଧ୍ୟମରେ ହେଇପାରେ ନାହିଁ, ତାକୁ ବିଭିନ୍ନ ପ୍ରକାର ପ୍ରୋସିଜିଓର ସବୁ କରିବା ପାଇଁ ପଡ଼େ। ଆମେମାନେ ବହୁତ ସମୟରେ ସବସିଜନ୍ କରୁଛୁ, ଯେଉଁ ଫାଇବ୍ରସ୍ ବେଣ୍ଡଟା ଫର୍ମେସନ୍ ହେଲା ତାକୁ କାଟି ଦେଉଛୁ, ସେଇଟା ହେଇପାରିବ। କିମ୍ବା ଆପଣଙ୍କର ଡର୍ମା ରୋଲିଂ ବୋଲି ଆଜିକାଲି କୁହାହେଉଛି, ଗୋଟେ ଡର୍ମା ରୋଲର ଆସୁଛି, ତାକୁ ଦିଆହେଉଛି। କିମ୍ବା ଡର୍ମା ନିଡଲିଂ କରାହେଉଛି, PRP ଦିଆହେଉଛି। ବହୁତ ସମୟରେ ବଡ଼ ବଡ଼ ସ୍କାର୍ ଥିଲେ ତାକୁ କିଛି ଫିଲର୍ସ କିମ୍ବା କିଛି ବାୟୋ ଫିଲର୍ସ ବି ଦେଇ ଦିଆହେଉଛି। ନହେଲେ ଆଉ ଗୋଟେ ସବୁଠୁ ଭଲ ଟ୍ରିଟମେଣ୍ଟ ଆଜିକାଲି ଯାହା ବେଶୀ ଟ୍ରେଣ୍ଡିଂ ରହୁଛି ସେଇଟା ହେଉଛି ଲେଜର୍ ଥେରାପି। ଆପଣଙ୍କର କାର୍ବନ ଡାଇଅକ୍ସାଇଡ଼ ଲେଜର୍ ହେଲା କିମ୍ବା ଏରିବିୟମ୍ ଗ୍ଲାସ୍ ଲେଜର୍, ଏମିତି ସବୁ ବିଭିନ୍ନ ପ୍ରକାର ଲେଜର୍ ଅଛି। ତା ମାଧ୍ୟମରେ ଟ୍ରିଟମେଣ୍ଟ କଲେ କ'ଣ ହୁଏ ନା ଟିସ୍ୟୁ ରିମଡେଲିଂ, କୋଲାଜେନ୍ ଫର୍ମେସନ୍ ହେଇକି ସ୍କାର୍ଟା ଯାହା ଥାଏ ସେଥିରେ 70-80% ଇମ୍ପ୍ରୁଭମେଣ୍ଟ ଆସିଯାଏ। ତ ସେ ଯେଉଁ ସବୁ ଟ୍ରିଟମେଣ୍ଟ ରହୁଛି ଯାହା ବି ମୁଁ କହିଲି ଏବେ, ସେଗୁଡ଼ାକ ଗୋଟେ ମାଇନର ପ୍ରୋସିଜିଓର ହିସାବରେ ଥାଏ, କିନ୍ତୁ କିଛି ଜିନିଷ ମାନିବା ପାଇଁ ପଡ଼େ।
ଯେମିତିକି ପ୍ରୋସିଜିଓର ପୂର୍ବରୁ ଆମେ କିଛି ତାକୁ କିଛି ଜିନିଷ ମାନିବା ପାଇଁ କହିଥାଉ। ସନ୍ ଏକ୍ସପୋଜର୍ ଟିକେ ଆଭଏଡ଼ କରିବେ, ଖରାକୁ ବେଶୀ ଯିବେନି, ମଶ୍ଚରାଇଜର୍ ଲଗାଇବେ, ଟିକେ ପ୍ରାଇମିଂ କରିବା ପାଇଁ ପଡ଼େ। ତାପରେ ସେ ପ୍ରୋସିଜିଓର ହେଲା ପରେ ସେମିତି ଡାଇରେକ୍ଟ ସନ୍ ଏକ୍ସପୋଜର୍ ରହିବନି କି କିଛି ଜିନିଷ ଲଗାଇବା ପାଇଁ ଦେଉ, ସେ ଜିନିଷ କରିବେ। କିନ୍ତୁ ଜଣେ ତାର ନର୍ମାଲ କାମ କରିପାରିବ, ସେମିତି ବଡ଼ ଜିନିଷ କିଛି ନୁହଁ କି ବଡ଼ ପ୍ରୋସିଜିଓର ନୁହଁ। ଆଉ କେତେ ଗ୍ୟାପ୍ରେ କରାଯିବ, ବିଭିନ୍ନ ପ୍ରୋସିଜିଓର ପାଇଁ ବିଭିନ୍ନ ପ୍ରକାର ସବୁ ଅଛି। ଆପଣ ଲେଜର୍ଟେ କରୁଛନ୍ତି 4 to 6 ୱିକ୍ ଗ୍ୟାପ୍ରେ କରିବେ ଏବଂ ଆପଣଙ୍କର କେଉଁ ପ୍ରକାର ସ୍କାର ଅଛି ତା ଉପରେ ଆମକୁ ଡିସାଇଡ଼୍ କରିବା ପାଇଁ ପଡ଼େ ଯେ କେତେ ଥର କରିବେ। ଏବଂ ବହୁତ ସମୟରେ ଇମ୍ପ୍ରୁଭମେଣ୍ଟ ଦେଖିକି ବି କରାଯାଏ। ଆପଣଙ୍କ 3ଟା ସିଟିଂ ହେଲା, ତାପରେ ଦେଖିଲେ 60-70% ଇମ୍ପ୍ରୁଭମେଣ୍ଟ ହେଇଯାଇଛି, ତ ଯାହା ବି ଟ୍ରିଟମେଣ୍ଟ କଲେ 100% ନର୍ମାଲ ହୁଏନି, ତ 70-80% ପର୍ଯ୍ୟନ୍ତ ବି ଇମ୍ପ୍ରୁଭମେଣ୍ଟ ଆସିଯାଏ। ତ ସେଇ ଅନୁସାରେ ଇମ୍ପ୍ରୁଭମେଣ୍ଟ ଦେଖିକି ଆମେ ସବୁବେଳେ ଡିସାଇଡ଼୍ କରୁ କେତେଟା ସିଟିଂ ଦରକାର, କେତେ ଦିନ ଗ୍ୟାପ୍ରେ କାହାକୁ କ'ଣ ଦେବୁ। ବ୍ରଣ ଯେତେବେଳେ ଜଣେ ନେଇକି ଆସୁଛି, ବ୍ରଣ ଜଣଙ୍କ ମୁହଁରେ ଅଛି, ତ ତାକୁ ଦେଖିବା ପାଇଁ ପଡ଼େ। ମୁଁ ଯେମିତି ସବୁ କାରଣ କହିଲି, ତାର ହିଷ୍ଟ୍ରି ଟିକେ ନେବା ପାଇଁ ପଡ଼େ, ତାର ପ୍ରଫେସନ୍ କ'ଣ, ସିଫ୍ଟ କେମିତି ରହୁଛି। ବହୁତ ସମୟରେ ଷ୍ଟ୍ରେସ୍ ରିଲେଟେଡ଼୍ ଥାଏ ଏବଂ ନାଇଟ୍ ସିଫ୍ଟ କରୁଛନ୍ତି, କିମ୍ବା ଜଣେ କାମ କରୁଛି ତାର ଅଏଲ୍ ଏକ୍ସପୋଜର୍ ବେଶୀ ରହୁଛି, ତ ସେମାନଙ୍କର କି ଜଣେ ଜଣେ କୁକ୍ ଅଛି, ବେଶୀ ସମୟ ଗରମ ପାଖରେ ରହୁଛି, ଝାଳ ହେଉଛି, ଅଏଲି ଜିନିଷ ଲାଗୁଛି, ସେମାନଙ୍କ ସବୁ ସେସବୁ ଜିନିଷ ଦେଖିବା ପାଇଁ ପଡ଼େ। ପ୍ରଥମେ ତାକୁ କାଉନସିଲିଂ କରିବା ପାଇଁ ପଡ଼େ। ତା ସହିତ ଯଦି କିଛି ଓବେସିଟି ରହୁଛି କି ପ୍ରି-ଏକ୍ଜିଷ୍ଟିଂ ରୋଗ ଯେମିତିକି PCOD କଥା କହିଲି ସେମିତି ରହୁଛି, ସେସବୁ ଜିନିଷ ପାଇଁ ଟିକେ ଟେଷ୍ଟ ଫେଷ୍ଟ କିଛି କରିବା ପାଇଁ ପଡ଼େ, କିଛି ହର୍ମୋନାଲ୍ ଚେଞ୍ଜେସ୍ ଟେଷ୍ଟ ସବୁ କରିବା ପାଇଁ ପଡ଼େ। ତାପରେ ତାର ବୟସ, ତାର ଓଜନ ଏବଂ ଲିଙ୍ଗ, ପୁରୁଷ କି ମହିଳା, ସେସବୁ ଜିନିଷ ଦେଖିକି କନସିଡର କଲା ପରେ ଆମେ ଟ୍ରିଟମେଣ୍ଟ ଦେଉ। ସେମିତି ତା ପାଇଁ ଓରାଲ୍ ମେଡ଼ିସିନ କିଛି ଅଛି, ଖାଇବା ପାଇଁ ପଡ଼େ, କିଛି ମେଡ଼ିସିନ ଲଗାଇବା ପାଇଁ ପଡ଼େ ଏବଂ ଇମ୍ପ୍ରୁଭମେଣ୍ଟ ଦେଖିକି ଆମେ ସେ ଅନୁସାରେ 2 ମାସ, 3 ମାସ, 4 ମାସ ଯାହାକୁ ଯେମିତି ଦରକାର ଟ୍ରିଟମେଣ୍ଟ ସେ ଅନୁସାରେ ଦେଉ। ବ୍ରଣଟା ହେଉଛି ଗୋଟେ ରୋଗ, ତାକୁ ଆମେ ରୋଗ ହିସାବରେ ଧରିବା, କାହିଁକିନା ଆମର ତାର ଆନାଟୋମିକାଲ ଫିଜିଓଲୋଜିକାଲ ଚେଞ୍ଜେସ୍ ସବୁ ହେଉଛି, କିଛି ଗୋଟେ ବ୍ୟାକ୍ଟେରିଆ ଗ୍ରୋ କରୁଛି, ତେଣୁ ଏଇଟା ଗୋଟେ ରୋଗଟେ। ରୋଗ ପାଇଁ ପ୍ରଥମତଃ ହେଲା ଡକ୍ଟରଙ୍କ ପାଖକୁ ଯିବାର ଅଛି ଏବଂ ଜଣେ କ୍ୱାଲିଫାଏଡ଼, ତାଙ୍କ ଡିଗ୍ରୀ ଦେଖିବାର ଅଛି ଯେ ସେ ଜଣେ ଡର୍ମାଟୋଲୋଜିଷ୍ଟ ହେଇଥିବାର ଅଛି। ଗଲା ପରେ ସିଏ ଡିସାଇଡ଼୍ କରିବେ କ'ଣ କରିବେ କେମିତି ନାହିଁ। ତ ଆପଣଙ୍କ ଧରାଯାଉ ସ୍କିନ୍ ଟାଇପ୍, ତାପରେ ଡିସାଇଡ଼୍ ଆପଣଙ୍କର ସ୍କିନ୍ କେଉଁ ପ୍ରକାରର, ଆପଣଙ୍କ ଏଜ୍ କେତେ, ଆପଣଙ୍କର ଆଗକୁ ଧରାଯାଉ ଜଣେ ନ୍ୟୁଲି ମ୍ୟାରେଡ୍, ତାହାର କ'ଣ ପ୍ଲାନ୍ ରହୁଛି, ପ୍ରେଗନେନ୍ସି ପ୍ଲାନ୍ ରହୁଛି, ଏମିତି ବିଭିନ୍ନ ଜିନିଷ ଦେଖାଯାଏ। କିଛି ଏକ୍ନି ଅଛି ଆପଣଙ୍କର ଆଡଲ୍ଟ ଅନସେଟ୍, ଲେଟ୍ ଏଜ୍ରେ ଷ୍ଟାର୍ଟ ହେବ, ଯେମିତିକି 40-45 ଏମିତି ଏଜ୍ରେ ବି ଷ୍ଟାର୍ଟ ହୁଏ, କିଛି ଏକ୍ନି ଭେରାଇଟି ଅଛି। ତ ବିଭିନ୍ନ ଫ୍ୟାକ୍ଟର ଦେଖିକି ଡକ୍ଟର ହିଁ ଡିସାଇଡ଼୍ କରିବେ। ତା ସହିତ ଆମେ ନିଜେ କେମିତି ଟ୍ରିଟମେଣ୍ଟ ମାନେ ନିଜ କ'ଣ କ'ଣ ସବୁ ପ୍ରିକସନ୍ ନେବା। ପ୍ରଥମତଃ ହେଲା ଗୋଟେ ଚାପମୁକ୍ତ ଜୀବନ ରହିବାର ଅଛି, ଗୋଟେ ଷ୍ଟ୍ରେସ୍ ଫ୍ରି ଲାଇଫ୍। ଷ୍ଟ୍ରେସ୍ ଯେମିତି ରହିବନି ଜମା, ଷ୍ଟ୍ରେସ୍ ତ ରହିବ ସବୁ ବିଭିନ୍ନ କାରଣ ଯୋଗୁଁ, ଆମେ ଯେତେ ତାକୁ ରିଡ୍ୟୁସ୍ କରିପାରିବା, କମେଇ ପାରିବା ଷ୍ଟ୍ରେସ୍। ତା ସହିତ ଡାଏଟ୍ରେ ରୁହେ କ'ଣ କି କିଛି ଡାଏଟ୍ ଯେଉଁଟାକ କି ଆମର ଏକ୍ନି ହେବାର ଚାନ୍ସକୁ ବଢ଼ାଏ, ଯେମିତିକି ହାଇ କାର୍ବୋହାଇଡ୍ରେଟ୍ ଇଣ୍ଡେକ୍ସ ଯେଉଁମାନଙ୍କର ଥାଏ, ସେସବୁ ଖାଦ୍ୟ ହେଲା, କି ଡାଇରୀ ପ୍ରଡ଼କ୍ଟ ସବୁ, ମିଲ୍କ, କ୍ଷୀର ବି ଖାଇବାକୁ ଆମେ ବ୍ରଣ ହେଇଥିବା ଲୋକଙ୍କୁ ଟିକେ ମନା କରୁ। ତା ସହିତ ଆପଣଙ୍କର ହେଲା ଫେଟି ଫୁଡ଼୍ସ, ଚକୋଲେଟ୍, ଆଇସ୍କ୍ରିମ୍, ଏଇସବୁ ଜିନିଷ ଟିକେ ଆଭଏଡ଼ କରିବା। ମୁହଁକୁ ବାହାରୁ କେଉଁଠୁ ଆସିଲେ ଝାଳ ହେଇଛି, ଅଏଲି ଅଛି, ତାକୁ ୱାଶ୍ କରିବା, ରେଗୁଲାର ଧୋଇବା ତାକୁ। ଏବଂ ଆପଣଙ୍କ ସ୍କିନ୍ ୱାଇଜ୍ ଧରାଯାଉ ଅଏଲି ସ୍କିନ୍ ହେଉଛି, ତା ପାଇଁ ଆମେ ସାଲିସାଇଲିକ୍ ଏସିଡ୍ ବେଷ୍ଟ ଫେସ୍ ୱାଶ୍ ବ୍ୟବହାର କରିବା ପାଇଁ କହୁ। ଆପଣ ସ୍କିନ୍ ସେନ୍ସିଟିଭ୍ ଅଛି, ଡ୍ରାଏ ରହୁଛି, ତା ପାଇଁ ନର୍ମାଲ ଫେସ୍ ୱାଶ୍ ହେଉ କିମ୍ବା କ୍ଲିଞ୍ଜର ଟାଇପ୍ର ଆମେ ଦେଉ। ତ ବାରମ୍ବାର ଫେସ୍ ୱାଶ୍ କରିବା, ପାଣି ପିଇବାର ମାତ୍ରା ଟିକେ ବଢ଼େଇବା, ବାହାରକୁ ଗଲେ ସନସ୍କ୍ରିନ୍ ୟୁଜ୍ କରିବା ଏବଂ ସେଇ ପ୍ରକାର ସନସ୍କ୍ରିନ୍ ଯେଉଁଟାକି ଆପଣ ସ୍କିନ୍କୁ ସୁଟ୍ କରିବ ଏବଂ ଯେଉଁଥିରେ କମେଡୋଜେନିକ୍ ପୋଟେନ୍ସିଆଲ୍ ନଥିବ। ସେ କମେଡୋଜେନିକ୍ ପୋଟେନ୍ସିଆଲ୍ ମାନେ କ'ଣ, ଲଗାଇଲେ ବ୍ରଣ ବାହାରୁ ନଥିବ। କାହିଁକିନା କିଛି ଜିନିଷ ଅଛି ଅକ୍ଲୁଜନ୍ କରାଏ, ଆପଣ ସ୍କିନ୍ର ଯେଉଁ ପୋର୍ ଗୁଡ଼ାକୁ ବନ୍ଦ କରିଦିଏ, ଯାହାଫଳରେ କି ବ୍ରଣ ହୁଏ। ତ ସେଇ ପ୍ରକାରର ସନସ୍କ୍ରିନ୍, ସେଇ ପ୍ରକାର ମଶ୍ଚରାଇଜେସନ୍, ଏସବୁ ଜିନିଷ ଗୁଡ଼ାକ କରିବା ନିହାତି ଦରକାର ରେଗୁଲାର ବେସିସ୍ରେ। ଯଦି ଆପଣଙ୍କର ମୁହଁରେ କିଛି ବ୍ରଣ ବାହାରୁଛି, ବ୍ରଣ ତ ରୋଗ ମୁଁ କହିଲି, ଯଦି ରୋଗଟେ ଅଛି ତ କିଛି ଜିନିଷ ବ୍ୟବହାର କରିବା ଉଚିତ ନୁହଁ, ସମ୍ପୂର୍ଣ୍ଣ ସବୁ ବନ୍ଦ କରିବାର ଅଛି। ନର୍ମାଲ ସ୍କିନ୍ ଅଛି, ହଁ ଚଳିବ, ଆମେ ଗୁଡ଼ା ଜିନିଷ ଟ୍ରାଡିସନାଲ ଜିନିଷ ବ୍ୟବହାର କରୁ, ସିଏ ଆମର ଯୁଗ ଯୁଗ ଧରିକି ବ୍ୟବହାର ହେଇ ଆସିଛି। କିନ୍ତୁ ଯେଉଁ ବ୍ରଣ ଅଛି, ଡିଜିଜ୍ଟେ ଅଛି, ତ କୌଣସି ପ୍ରକାରର ଉପଚାର, ଘରୋଇ ଉପଚାର କରିବା ଆଦୌ ବି ଉଚିତ ନୁହଁ, ସମ୍ପୂର୍ଣ୍ଣ ଅନୁଚିତ ସେସବୁ ବ୍ୟବହାର କରିବା। ଏବଂ ବ୍ରଣ ଆଗକୁ ବଢ଼ିବା ଏବଂ ସ୍କାର ହେବା, ଦାଗ ହେବା ପୂର୍ବରୁ ଆମେ ଟାଇମଲି ତା ଟ୍ରିଟମେଣ୍ଟ କରିଦେଲେ ଭଲ। ବିଭିନ୍ନ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଡାକ୍ତରଙ୍କ ଠାରୁ ଜାଣିବା ପାଇଁ ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆର ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ।